ଦେଖିଲ ନା ବର୍ଷା, ତୁମେ ଭାଇ କେତେ ମହାନ ଆଉ ସମସ୍ତଙ୍କ ଆଗରେ ମୋତେ କେଉଁଭଳି ଭାବରେ ବେଜିତ କରିଦେଲେ। ହଁ ଫ୍ରେଣ୍ଡସ୍, ଏକଥା ଯେତେବେଳେ ବର୍ଷାକୁ ବବଲି କହିଛନ୍ତି ସେତେବେଳେ ବର୍ଷା କହିଛନ୍ତି ନାଇଁ ଅପା, ତୁମେ ଯାହା ଭାବୁଛ ଭାଇ ସେମିତି ନୁହନ୍ତି। ଆଉ ଏକଥା ଶୁଣି ସାରିଲା ପରେ ବବଲି ବହୁତ ପଜେସିଭ୍ ହେଇଛନ୍ତି ଏବଂ କହିଛନ୍ତି ନାଇଁ ବର୍ଷା ନାଇଁ, ମୁଁ କାହାର ଅପା ନୁହେଁ। ଆଉ ମନେ ରଖିବ, ମୋତେ କେବେ ବି ଅପା ଡାକିବନି। ଆଉ ଏକଥା ଶୁଣି ସାରିଲା ପରେ ବର୍ଷା ଟିକେ ହସିଛନ୍ତି ଏବଂ ପୁଣି ବୁଝେଇବାକୁ ଚେଷ୍ଟା କରିଛନ୍ତି। ଦେଖ, ଭାଇ କେବଳ ତୁମକୁ ହିଁ ଭଲ ପାଆନ୍ତି। ସୋ ଏଇଠି ସେ ଜିଭ ଢୋକିଛନ୍ତି ଏବଂ କହିଛନ୍ତି ନାଇଁ, ଭାଇ କେବଳ ତାରାଙ୍କୁ ହିଁ ଭଲ ପାଆନ୍ତି। ଏକଥା ଶୁଣି ସାରିଲା ପରେ ବବଲି ଆହୁରି ରାଗିଛନ୍ତି। ଆଉ ମୁଁ ଜାଣିଛି ସେ ଯେଉଁ ତୁମ ଭାଇ କଥା କହୁନ, ସେ କେବେ ବି ଭଲ ନୁହନ୍ତି। ଆଉ ସେ ନେହୁଳି ସାଙ୍ଗରେ କେମିତି ମିଶି ଯାଉଥିଲେ ସେ କଥା ଦେଖିଛ ନା। ଏକଥା ଯେତେବେଳେ କହିଛନ୍ତି ନା, ସେତେବେଳେ ଦୁଇ ଜଣ ଯାକ, ଯେତେବେଳେ ଖୁଡ଼ି ଏବଂ ବର୍ଷା ଦୁଇ ଜଣ ଯାକ ହସିଛନ୍ତି। ଆଉ ଯାହାର ଇଣ୍ଟେନସନ୍ ଭଲ ଥିବ ସେ ତ ତାଙ୍କୁ ଆଭଏଡ଼ କରିବ ନା, କିନ୍ତୁ ନା, ତୁମ ଭାଇ ତାଙ୍କରି ପାଖରେ ହିଁ ରହିଥିଲା। ସୋ ଏ ସମୟରେ ବର୍ଷା ଟିକେ ମନ ଦୁଃଖ କରିଛନ୍ତି, କାରଣ ତାଙ୍କ ଭାଇଙ୍କୁ ସେ କଥା କହୁଥିଲେ। ହଁ ଫ୍ରେଣ୍ଡସ୍, ଏକଥା ଯେତେବେଳେ ହେଇଛି ବର୍ଷା ବବଲି ବହୁତ ଜୋରରେ ବୁଝେଇବାକୁ ଚେଷ୍ଟା କରିଛନ୍ତି ଏ ଦୁଇ ଜଣଙ୍କୁ। ଏଗେନଷ୍ଟ କାହାର ନା ତରୁଣଙ୍କ ଏଗେନଷ୍ଟରେ ସମସ୍ତଙ୍କୁ ବୁଝେଇବାକୁ ଚେଷ୍ଟା କରିଛନ୍ତି। ଆଉ କହିଛନ୍ତି ଆଉ ଯଦି ଥରେ ମୁଁ ସେ ନେହୁଳିକୁ ପହଞ୍ଚ ନ ଦେଇ ଆଉ ସାବାଡ଼ ନ କରିଛି ଆଉ ତୁମ ଖଡ଼ୁସ ଭାଇକୁ ଯଦି ସାମ୍ନାରେ ପାଆନ୍ତି, ତାହେଲେ ମୁଁ ତାଙ୍କ ଅବସ୍ଥା ଏମିତି କରନ୍ତି ସେ କଳ୍ପନାରେ ସୁଦ୍ଧା ଭାବିପାରିବେନି। ହଁ ଫ୍ରେଣ୍ଡସ୍, ଏକଥା ଯେତେବେଳେ ବବଲି କହିଛନ୍ତି ଠିକ୍ ଏହି ସମୟରେ ଆସି ଏଣ୍ଟ୍ରି ହେଇଛି ତରୁଣଙ୍କର। ଆଉ ତରୁଣଙ୍କର ଏଣ୍ଟ୍ରି ହେଇଛି ଯେତେବେଳେ ବବଲିଙ୍କୁ ଦେଖି ତରୁଣ କହିଛନ୍ତି କ'ଣ କରିବ ବୋଲି କହୁଥିଲ ପରା, କରୁନ। ସୋ ଯେତେବେଳେ ସାମ୍ନା ସାମ୍ନି ହେଇଛନ୍ତି, ସୋ ବବଲି ଏବଂ ତରୁଣ ଦୁଇ ଜଣ ଯାକ ଫାଇଟ୍ କରିବା ପାଇଁ ଚେଷ୍ଟା କରିଛନ୍ତି ଏବଂ ବବଲି ତରୁଣଙ୍କ ସାଙ୍ଗରେ ଯାଇ ବାଡ଼େଇ ଯାଇଛନ୍ତି, ବ୍ରେକ୍ ହେଇଯାଇଛନ୍ତି। ଏବଂ ସେତେବେଳେ ବବଲି କହିଛନ୍ତି, ଯେଉଁ ତରୁଣ କହିଛନ୍ତି ଦେଖ, ତୁମେ ଯେମିତି ବ୍ୟବହାର କରିଛ ତାର ଠିକ୍ ରିୱାର୍ଡ଼ଟା ତୁମେ ପାଇଛ। ତୁମେ ଯଦି ଠିକ୍ ଭଲ କାମ କରିଥାନ୍ତ ତାହେଲେ ଭଲ। ସୋ ଏଇ କଥାରେ ବବଲି କହିଛନ୍ତି ଦେଖ, ତୁମେ କେବେ ଭଲ ଲୋକ ନୁହଁ, କାରଣ ତୁମର ସେ ନିକିତା ବା ନେହୁଳି ପ୍ରତି ତୁମର ଭଲ ଇଣ୍ଟେନସନ୍ ନାହିଁ। ଆରେ ମୋର ତ ପାଣି ତଣ୍ଟିରେ ଟିକେ ଲାଖିଥିଲା ନା, ତୁମେ ପାଣି ମୋତେ ଦେଇପାରିଥାନ୍ତ, ତାକୁ ପାଖରେ ଯାଇ ଦେଇପାରିଥାନ୍ତ, କିନ୍ତୁ ନା, ତୁମେ ଯାଇ ତାରି ପାଖରେ ହିଁ ଦେବ। ବୁଝିଲ, ତୁମର କେବେ ଭଲ ଇଣ୍ଟେନସନ୍ ନୁହେଁ। ସୋ ଏ କଥା ଯେତେବେଳେ କହିଛନ୍ତି ତରୁଣ ଆହୁରି ରାଗି ଯାଇଛନ୍ତି ଏବଂ ଏ କଥାରେ ବବଲି ଏବଂ ତରୁଣଙ୍କର ବହୁତ ବଡ଼ ଫାଇଟିଂ ହେଇଛି, ମାନେ କଥାରେ ବାଗଯୁଦ୍ଧରେ। ତା ପୂର୍ବରୁ ଆପଣମାନେ ସମସ୍ତଙ୍କୁ ରିକ୍ୱେଷ୍ଟ, ଯଦି ଆମ ଚ୍ୟାନେଲକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି ଦୟାକରି ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍ ପ୍ରେସ୍ କରନ୍ତୁ। ଏପଟେ ଏ ଖଣ୍ଡ ଯୁଦ୍ଧରେ କେବଳ ବର୍ଷା ଏବଂ ଖୁଡ଼ି ଦୁଇ ଜଣ ଯାକ ଦର୍ଶକ ପାଲଟି ଯାଇଛନ୍ତି। କେବଳ ଦୁଇ ଜଣ ଯାକ ବବଲି ଏବଂ ତରୁଣ ଦୁଇ ଜଣ ଯାକ ଦୁହିଁଙ୍କ ଭୁଲ ମାନିବା ପାଇଁ ହିଁ ବାଧ୍ୟ ନୁହନ୍ତି। ଏବଂ ତରୁଣ ଲାଷ୍ଟକୁ ଫାଇନାଲି ଜଣେଇ ଦେଇଛନ୍ତି ଏବଂ ବବଲିଙ୍କୁ ଏବଂ କହିଛନ୍ତି ଦେଖ, ତୁମେ ଯଦି ଏମିତି ବ୍ୟବହାର କରିବ ତାହେଲେ ତୁମ ଏ ବ୍ୟବହାର ପାଇଁ ମୁଁ ତୁମକୁ ଉଚିତ ଜାଗା ଦେଖାଇଦେବି। ସୋ ଏହି ସମୟରେ ବବଲି ତାଙ୍କ ପାଖକୁ ଯାଇଛନ୍ତି ଏବଂ କହିଛନ୍ତି ଦେଖ, ମୋତେ ସେ ଧମକ ଦେଖାଇବନି, କାରଣ ମୁଁ ହେଉଛି କରାଡ଼ିର ଗୋଟେ କିଙ୍ଗ। ଆଉ ଗୋଟେ ପଞ୍ଚ ଦେବି ତୁମର ଆଉ ସେ ଯେଉଁ ନେହୁଳି ଦୁଇ ଜଣଙ୍କର ପୁରା କାମ ତମାମ କରିଦେବି। ବୁଝିପାରିଲ। ହଁ ଫ୍ରେଣ୍ଡସ୍, ଏକଥା କହିଛନ୍ତି ବବଲି ତରୁଣକୁ କହିଛନ୍ତି ଏବଂ ଏ ସମୟରେ ତରୁଣ ପଳେଇଛନ୍ତି ଏବଂ ବବଲି ନିଜେ ବହୁତ ଗାଳି ଦେଇଛନ୍ତି ଏବଂ କହିଛନ୍ତି ଦେଖୁନ, ଇଏ କେମିତିକା ଭାଇ ତୁମର, ଏ ଖଡ଼ୁସ ପଟ୍ଟନାୟକ କେବେ ବି ସୁଧରିବନି। ଏ କଥା ଯେତେବେଳେ ଶୁଣିଛନ୍ତି ବବଲିକୁ ବହୁତ ବୁଝେଇବାକୁ ଚେଷ୍ଟା କରିଛନ୍ତି, କିନ୍ତୁ ସେ ରାଜି ଯେତେବେଳେ ବୁଝି ନାହାନ୍ତି ସେତେବେଳେ ଇଏ ଦୁଇ ଜଣ ପଳେଇଛନ୍ତି ସେଠାରୁ। ବବଲି ନିଜେ ନିଜକୁ ରିଅଲାଇଜ୍ କରୁଛନ୍ତି। ହଁ ଫ୍ରେଣ୍ଡସ୍, ଆଗକୁ ଆମେ ନିଶ୍ଚିନ୍ତ ଜାଣିବା। ତା ପୂର୍ବରୁ ଆମକୁ ବିଦାୟ ଦିଅନ୍ତୁ। ଜୟ ଜଗନ୍ନାଥ।